ବିରୋଧୀ ଦଳ ଯେଉଁ ଆଜି ମହାମାନ୍ୟ ରାଜ୍ୟପାଳଙ୍କର ଅଭିଭାଷଣ ଥିଲା ସେ ବହୁତ ଗୁଡ଼ିଏ କଥା କହିଛନ୍ତି ଯାହା ରାଜ୍ୟ ସରକାରଙ୍କର ଭିଜନ ଅଛି 2036 କି ନେଇକି ଯେଉଁ ଭିଜନ ଅଛି ସେ ଭିଜନ ଉପରେ ସମ୍ପୂର୍ଣ୍ଣ ଡକୁମେଣ୍ଟ ମୁଁ ତାପରେ ମାନ୍ୟବର ମହାମହିମ ରାଜ୍ୟପାଳ ମହୋଦୟ ତାଙ୍କ ଅଭିଭାଷଣ ପ୍ରଦାନ କରିଛନ୍ତି ଏବଂ ବିରୋଧୀ ଦଳ ଅଭିଭାଷଣକୁ କକ୍ଷତ୍ୟାଗ କରିଛନ୍ତି ଯେଉଁ ଅଭିଯୋଗ ଆଣୁଛନ୍ତି ସେ ସମ୍ପୂର୍ଣ୍ଣ ଭାବରେ ଅମୂଳକ ଏବଂ ଏହା ତାଙ୍କର ହତାଶର ଭାବକୁ ପ୍ରତ୍ୟାଖ୍ୟାନ କରୁଛି। ଓଡ଼ିଶା ସରକାରଙ୍କର ଯେଉଁ ଲକ୍ଷ୍ୟ ରହିଛି ବିଭିନ୍ନ କ୍ଷେତ୍ରରେ ତାକୁ ପୂରଣ କରିବା ପାଇଁ ଆମେ ସମସ୍ତେ କାମ କରୁଛୁ ଏବଂ ସେଥିରେ ବିରୋଧୀ ଦଳମାନେ ମଧ୍ୟ ସହଯୋଗ କରିବା ଉଚିତ। କିନ୍ତୁ ଯେଉଁଭଳି ଭାବରେ ସେମାନେ ଅବମାନନା କରୁଛନ୍ତି ମହାମାନ୍ୟ ରାଜ୍ୟପାଳ ମଧ୍ୟକୁ ଏହା ଗଣତନ୍ତ୍ର ଇତିହାସରେ ଗୋଟେ କଳଙ୍କ। ଆମେ ଯାହା କଥା ଦେଇଥିଲୁ କଥା ରଖିଛୁ ଏବଂ ସେ ଅନୁସାରେ କାମ ମଧ୍ୟ କରୁଛୁ। ଆଜି ଆପଣଙ୍କର ଧାନର କ୍ରୟ କଥା କୁହନ୍ତୁ କିମ୍ବା ଆପଣଙ୍କର ସୁଭଦ୍ରା ଯୋଜନା କଥା କୁହନ୍ତୁ ଏଥିରେ ସରକାର ତାଙ୍କର ପାରଦର୍ଶିତା ପ୍ରକାଶ କରିଛନ୍ତି ଏବଂ ଯେଉଁ ଅନୁସାରେ ଧାନ କ୍ରୟ ହେବା କଥା ସେ ଅନୁସାରେ କ୍ରୟ ହେଉଛି। କଟନୀ ଛଟନୀ କଥା ଯେଉଁ ଉଠାଉଛନ୍ତି ସମ୍ପୂର୍ଣ୍ଣ ଅମୂଳକ ଏବଂ ରାଜ୍ୟ ସରକାର ପକ୍ଷରୁ ସେଭଳିଆ କୌଣସି କାହାକୁ ପ୍ରୋତ୍ସାହନ ଦିଆଯାଉ ନାହିଁ ଏବଂ ଆଜି ଯାହା ସରକାର କହିଥିଲେ ତାକୁ ଅକ୍ଷର ଅକ୍ଷରେ ପାଳନ କରୁଛନ୍ତି ଏବଂ ଜନସାଧାରଣ ସେଥିରେ ଖୁସି ବ୍ୟକ୍ତ ମଧ୍ୟ କରୁଛନ୍ତି। ରାଜନୈତିକ ଦୃଷ୍ଟିରୁ ବିରୋଧ କରିପାରନ୍ତେ କିନ୍ତୁ ସିଏ ମୁଁ ତାଙ୍କୁ କହିବାକୁ ଚାହୁଁଛି ଯେ ସେମାନେ ନିଜେ କୁହନ୍ତୁ ଯେ ଅଧିକା ଯେଉଁ ଟଙ୍କା ଦିଆଯାଇଛି ଧାନରେ ଏବଂ ଯେଉଁ ସୁଭଦ୍ରା ଯୋଜନାରେ ସେମାନେ ପାଇଛନ୍ତି ନା ନାହିଁ ତାଙ୍କ ପରିବାର